ପ୍ରସଙ୍ଗଟି ଆପଣମାନଙ୍କ ମଧ୍ୟରେ ମୁଁ ରଖିବା ପାଇଁ ଚାହେଁ। ସେହି ପ୍ରସଙ୍ଗର ଶୀର୍ଷକ ହେଲା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜୀବିତ ପରମେଶ୍ୱର ବୋଲି କାହିଁକି କୁହାଯାଏ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜୀବିତ ଈଶ୍ୱର ବା ଜୀବିତ ପ୍ରଭୁ ବୋଲି ଆମ୍ଭେମାନେ କାହିଁକି କହୁ। ମୁଁ ବାଇବେଲରୁ 5ଟି ପ୍ରମାଣ ରଖିବା ପାଇଁ ଚାହେଁ। 5ଟି ବିଷୟ ଆପଣମାନଙ୍କ ମଧ୍ୟରେ ମୁଁ ରଖିବା ପାଇଁ ଚାହେଁ, ଯଦ୍ୱାରା ଆମେ ଆହୁରି ଆମର ପ୍ରଭୁଙ୍କୁ ଭଲ ଭାବରେ ଜାଣିପାରିବା ଏବଂ ଆହୁରି ଆମେ ତାଙ୍କ ପଛରେ ଚାଲୁ ଚାଲୁ ଆମେ ତାଙ୍କର ଗୌରବ ପ୍ରଶଂସା କରିପାରିବା। ଆସନ୍ତୁ ପ୍ରଥମ ବିଷୟ ଆମେ ବାଇବେଲରୁ ଦେଖିବା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜୀବିତ ପରମେଶ୍ୱର ବୋଲି କାହିଁକି କୁହାଯାଏ। ଆପଣମାନେ ମୋ ସହିତ ପ୍ରେରିତ ପୁସ୍ତକ 17 ଅଧ୍ୟାୟକୁ ଆସିବେ। ପ୍ରେରିତ ପୁସ୍ତକ 17 ଅଧ୍ୟାୟ 24 ଆଉ 25 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପାଠ କରିବା ପାଇଁ ଚାହେଁ। ଏଠାରେ ପ୍ରକାର ଲେଖାଯାଏ, ଯେଉଁ ଈଶ୍ୱର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତ ନିର୍ମିତ ମନ୍ଦିର ସମୂହରେ ବାସ କରନ୍ତି ନାହିଁ। 25 ପଦ, କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟ ହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ ଓ ସମସ୍ତ ପଦାର୍ଥ ଦାନ କରନ୍ତି। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ଭାଇ ଭଉଣୀ ମାନେ, ବାଇବେଲ କହେ ଯେ ଆମ୍ଭେମାନେ ଯେଉଁ ପରମେଶ୍ୱରଙ୍କର ସେବା କରୁଛୁ ତାହାଙ୍କର କୌଣସି ଅଭାବ ନାହିଁ। ତାହାଙ୍କୁ କୌଣସି ମନୁଷ୍ୟ ବସ୍ତ୍ର ଦେବା ଆବଶ୍ୟକ ନାହିଁ, ତାଙ୍କୁ କୌଣସି ରଙ୍ଗ ଦେବା ଆବଶ୍ୟକ ନାହିଁ, ତାଙ୍କୁ କୌଣସି ଲୋକ ହାତ ଧରି ଚଲାଇବା ଆବଶ୍ୟକ ନାହିଁ, କାରଣ ଆମର ପରମେଶ୍ୱର ଜୀବିତ ଅଟନ୍ତି। ଆମେ ଯେଉଁ ପ୍ରଭୁଙ୍କର ସେବା କରୁଛୁ ସେ ସତ୍ୟ, ବାସ୍ତବ ଆଉ ସେ ସ୍ୱୟଂ ଜୀବିତ ପରମେଶ୍ୱର ଅଟନ୍ତି। ତାହାଙ୍କ ନାମର ପ୍ରଶଂସା ହେଉ। ଲେଖାଯାଏ ଯେ ସେ ସମସ୍ତଙ୍କୁ ଜୀବନ ଦାନ କରିଅଛନ୍ତି। ପୃଥିବୀରେ ମନୁଷ୍ୟ ହେଉ, ପଶୁ ହେଉ, ପକ୍ଷୀ ହେଉ, ସବୁ ବିଷୟକୁ ସେ ସୃଷ୍ଟି କରିଅଛନ୍ତି ଆଉ ସମସ୍ତଙ୍କୁ ସେ ଜୀବନ ପ୍ରଦାନ କରିଅଛନ୍ତି। ନିଶ୍ୱାସ ପ୍ରଶ୍ୱାସ ତାହାଙ୍କର ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ସେଥିପାଇଁ ବାଇବେଲ କହେ ଆମ୍ଭେମାନେ ନିଜେ ନିଜର ନୁହଁ, ଆମ୍ଭେମାନେ ତାହାଙ୍କର ଅଟୁ। ଯଦି ଆପଣମାନେ ଆଦି ପୁସ୍ତକକୁ ଆସିବେ, ଆଦି ପୁସ୍ତକ 2 ଅଧ୍ୟାୟରେ ଗୋଟେ ସୁନ୍ଦର ବାକ୍ୟ ଲେଖାଯାଏ। ପରମେଶ୍ୱର ଯେତେବେଳେ ମନୁଷ୍ୟକୁ ସେ ନିର୍ମାଣ କଲେ, ଆଦି ପୁସ୍ତକ 2 ଅଧ୍ୟାୟ 7 ପଦରେ ଲେଖାଯାଏ, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଭୂମିର ଧୂଳି ଦ୍ୱାରା ମନୁଷ୍ୟକୁ ନିର୍ମାଣ କରି ତାହାର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ, ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ସେ ଜୀବିତ ଅଟନ୍ତି? କାରଣ ମନୁଷ୍ୟକୁ ସେ ଜୀବନ ଦେଇଛନ୍ତି, ସେଥିପାଇଁ ସେ ଜୀବିତ ଅଟନ୍ତି। ସମସ୍ତ ପ୍ରାଣୀକୁ ସେ ଜୀବନ ପ୍ରଦାନକାରୀ ପରମେଶ୍ୱର ଅଟନ୍ତି, ସେଥିପାଇଁ ସେ ଜୀବିତ ଅଟନ୍ତି। ଆପଣମାନଙ୍କ ମନ ମଧ୍ୟରେ ଗୋଟେ ପ୍ରଶ୍ନ ଆସିପାରେ ଯେ ପୁରାତନ ନିୟମରେ ଯେ ଯୀଶୁ ଖ୍ରୀଷ୍ଟ ଥିଲେ କି? ଯୀଶୁ ତ ପୁରାତନ ନିୟମରେ ନଥିଲେ, ସେହି ସମୟରେ ପିତା ଥିଲେ ଆଉ ସେ ସୃଷ୍ଟି କଲେ। ଏ ପ୍ରକାର ମନ ମଧ୍ୟରେ ଆପଣମାନଙ୍କୁ ପ୍ରଶ୍ନ ଆସିପାରେ। ପ୍ରିୟ ଭାଇ ଭଉଣୀ ମାନେ, ବାଇବେଲ କହେ ତାହାଙ୍କ ଛଡା କୌଣସି ବିଷୟ ସୃଷ୍ଟି ହେଇନାହିଁ। ଯଦି ଆପଣମାନେ ଯୋହନ ଲିଖିତ ସୁସମାଚାର 1 ଅଧ୍ୟାୟକୁ ଆସିବେ, ଯୋହନ ଲିଖିତ ସୁସମାଚାର 1 ଅଧ୍ୟାୟ ତାର 3 ପଦରେ ଲେଖାଯାଏ, ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟି ହେଲା। ତାହା ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା, ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇନାହିଁ। ସେଥିପାଇଁ ଯୀଶୁ ଖ୍ରୀଷ୍ଟ ସ୍ୱୟଂ ସୃଷ୍ଟିକର୍ତ୍ତା ଅଟନ୍ତି। ଏଥିପାଇଁ ସେ ଜୀବିତ ପରମେଶ୍ୱର ଅଟନ୍ତି। ସେ ସମସ୍ତଙ୍କୁ ଜୀବନ ଦେଇଛନ୍ତି, କାରଣ ତାଙ୍କଠାରେ କୌଣସି ଅଭାବ ନାହିଁ। ମୁଁ ଦ୍ୱିତୀୟ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ, ଯୀଶୁ ଖ୍ରୀଷ୍ଟ କାହିଁକି ସେ ଜୀବିତ ପରମେଶ୍ୱର ଅଟନ୍ତି। ଯୀଶୁଙ୍କୁ ଆମେ ଜୀବିତ ପରମେଶ୍ୱର ବୋଲି ଆମେ କାହିଁକି କହୁ? ପ୍ରଭୁଙ୍କ ନାମର ପ୍ରଶଂସା ହେଉ। ଯଦି ଆପଣମାନେ ଯୋହନ ଲିଖିତ ସୁସମାଚାର 11 ଅଧ୍ୟାୟକୁ ଆସିବେ, 11 ଅଧ୍ୟାୟ 41 ପଦରୁ ଯଦି 44 ପଦ ପର୍ଯ୍ୟନ୍ତ ଆମେ ପଢୁ, ଲେଖାଯାଏ ଯେ ଆଉ ଯୀଶୁ ଉର୍ଦ୍ଧ୍ୱ ଦୃଷ୍ଟି କରି କହିଲେ, ପିତ, ତୁମ୍ଭେ ମୋହର ପ୍ରାର୍ଥନା ଶୁଣିଲ ବୋଲି ମୁଁ ତୁମକୁ ଧନ୍ୟବାଦ ଦେଉଅଛି। ତୁମ୍ଭେ ଯେ ସର୍ବଦା ମୋହର ପ୍ରାର୍ଥନା ଶୁଣିଥାଅ ଏହା ମୁଁ ଜାଣିଥିଲି, କିନ୍ତୁ ଯେଉଁ ଲୋକ ସମୂହ ଚତୁର୍ଦିଗରେ ଠିଆ ହୋଇଅଛନ୍ତି ତୁମ୍ଭେ ମତେ ପ୍ରେରଣ କରିଅଛ ବୋଲି ସେମାନେ ଯେପରି ବିଶ୍ୱାସ କରିବେ, ଏଥିପାଇଁ
एथिपाई सेमानक हेतु मु एहा कहिली 43 पद से एहा कहि उच्च स्वरे डाकिले लाजर बाहरी आस 44 पद मृत लोकटी बाहरी आसिला तांको हाथ और पाद समाधि वस्त्र रे बंधा होइतिला पुणी तांको मुखरे खंडे गामुछा गुड़ा होइतिला यीशु सेमानकु कहिले एहांको बंधन पिटाई चालिबाको दियो प्रभुଙ୍କ नामर गौरव हो यीशु काहीकि जीवित परमेश्वर अटंती कारण प्रभु यीशु ख्रीष्ट जे समय रे ए धरा पृष्ठर थिले ताहांकर 3 वर्ष 6 मासर सेवा कार्य 3 जण मृत लोकमानकु से उठेइथिले सेथिपाई से जीवित अटंती मृत लोकमानकु जीवन प्रदानकारी यीशु ख्रीष्ट अटंती एही समग्र पृथ्वी पृष्ठरे आज जाए ए प्रकार कौनसी प्रभु नहांती ए प्रकार कौनसी व्यक्ति नहांती जो माने कि मृत लोकमानकु जीवन प्रदान करिसंती मृत लोकमानकु उठेइसंती मृत्यु लोकमानकु जीवन प्रदानकारी एकमात्र नाम प्रभु यीशु ख्रीष्ट आ से व्यक्ति मृत मानकु उठेइथिले सेथिपाई यीशु ख्रीष्ट जीवित अटंती से जीवित परमेश्वर अटंती ताहांको नामर गौरव हो मु आपण मानकु तृतीय विषय कहिबा पई चाहे आपण माने मो सहित माथ्यू लिखित सुसमाचार को आसीबे माथ्यू लिखित सुसमाचार 14 अध्याय 25 26 27 पद मु पढिबा पई चाहे लेखा जाय 25 पद रे किंतु रात्रि रो चतुर्थ प्रहर रे से समुद्र उपरे चाली सेमानक पाखकु आसिले 26 पद पुणी शिष्य माने ताहाकु समुद्र उपरे चालिबार देखि उद्विग्न होई कहिले ए तो भूत आउ सेमाने भयरे चित्कार कले 27 पदरे यीशु कहउचंती किंतु यीशु सही क्षण सेमानक सहित कथावार्ता करि कहिले साहस धर ए तो मु भय कर नाही प्रभुଙ୍କ नामर गौरव हो ए स्थान रे गोटे विषय परमेश्वर आमारको कहिबा पई चाहंती जे प्रभु यीशु ख्रीष्ट एथिपाई से जीवित अटंती से समुद्र उपरे चाली पारंती पोखरी उपरे से चाली पारंती नदी उपरे चाली पारंती कारण से जीवित अटंती आउ मृत परमेश्वर मानकु मृत व्यक्ति मानकु आपण पानी उपरे फिंगी की देखंतु चले की देखंतु से माने पानी रे भासी जांती से माने पानी रे हिंडी पारंती नै चाली पारंती नै कारण से मानक मध्य जीवन नै प्रभु यीशु ख्रीष्ट एथिपाई जीवित अटंती तांकु कौनसी ए पृथ्वीर विषय तांकु अटकाई पारे नै तांकु कोन करि पारे पराजय करि पारे नै कारण से जीवित अटंती आज जाय पृथ्वी रे कौनसी व्यक्ति पानी उपरे चली नै वैज्ञानिक मानकर मत अनुसार समस्त ज्ञान समस्त बुद्धि जेते आमे टेक्नोलॉजी प्रयोग कले मध्य कौनसी व्यक्ति पानी उपरे चली पारे नै बिना यंत्र रे बिना टेक्नोलॉजी बिना उपाय रे पानी उपरे जने व्यक्ति चली पारे नै से चली पारंती जे कि परमेश्वर अटंती जे कि जीवित परमेश्वर अटंती जे सत्य अटंती से पानी उपरे चली पारंती आ से होचंती प्रभु यीशु ख्रीष्ट ताहांको नामर गौरव हो आज दिन मानक जो माने मु भगवान मु परमेश्वर बोली दाबी करूछंती से मानकु जदि समुद्र उपरे छाड़ी दिया जाए समुद्र उपरे चलीबा पई से मानकु कुहा जाए से माने भासी दिबे से माने सेही समुद्र रे से माने भासी भासी पळाइबे डुबी दिबे मात्र प्रभु यीशु ख्रीष्ट से जो समय रे धरा पृष्ठर थिले से पानी उपरे चली चली आपण शिष्य मानक निकट को गले काहे की गले कारण तूफान को शांत करिबा पई से मानक सुरक्षा देबा पई आज मध्य परमेश्वर हमर जीवित अटंती जे समय रे हमें दुख रे भांगे पडुछु अभाव रे पडुछु रोग रे पडुछु हमर प्रार्थना के से सुनुछंती आज मध्य से जीवित अटंती आम मध्य को से धाई आसुछंती ताहांग नामर गौरव हो मु चतुर्थ विषय आपण मानक कहिबा पाई चाहे जे प्रभु यीशु ख्रीष्ट से काहे की जीवित परमेश्वर अटंती यदि आपण माने माथ्यू लिखित सुसमाचार 28 अध्याय को आसीबे माथ्यू लिखित सुसमाचार 28 अध्याय 5 और 6 पद रे लिखा जाय किंतु दूत स्त्री लोक मानकु उत्तर देले तुम्भे माने भय कर नाही कारण तुम्भे माने जे क्रूस रे मत यीशुଙ୍କର अन्वेषण करूअछ एहा मु जाने से एठारे नाहंती कारण से जेपरि कहिथिले सेही परि से उठी अछंती आस से जोठारे सहिथिले सेही स्थान देखो ताहांक नामर गौरव हो यीशु काहे की जीवित अटंती से कबर रे नाहंती
ରୋମିଓ ଲୋକମାନେ ତାହାଙ୍କୁ ମାରି କ୍ରୁଶରେ ବଦ୍ଧ କରି ଯେଉଁ ସମାଧିରେ ସେମାନେ ପୋତି ଦେଇଥିଲେ, ସମାଧିରେ ରଖିଥିଲେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସମାଧିରେ ନାହାନ୍ତି, ସେ ଉଠି ଅଛନ୍ତି। ଆଜି ଯାଇ ପୃଥିବୀରେ ଯେତେ ଧନୀ ମାନେ ଆସିଲେ, ପଣ୍ଡିତ ମାନେ, ଜ୍ଞାନୀ ମାନେ, ଶିକ୍ଷିତ ଲୋକମାନେ, ମହାପୁରୁଷ ମାନେ ପୃଥିବୀକୁ ଆସିଲେ, ସମସ୍ତେ ଆଜି ଯାଇ କବରରେ ଅଛନ୍ତି। ସେ ଭଗବାନ ବୋଲି ଦାବି କରୁନା କାହିଁକି, ସେ ଗୁରୁ ବୋଲି ଦାବି କରୁନା କାହିଁକି, ମୁଁ ବୈଜ୍ଞାନିକ, ମୋ ଠାରୁ ଶ୍ରେଷ୍ଠ କେହି ନାହିଁ, ଯିଏ ବି ହୁଅନ୍ତୁ, ସେ ଆଜି ଯାଇ କବରରେ ଅଛନ୍ତି, ମାଟି ଭିତରେ ଅଛନ୍ତି। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କବରରେ ନାହାନ୍ତି। ଏହା ବାଇବେଲ କହେ, ଏହା ବିଶ୍ୱ ଇତିହାସ କହେ। ବାଇବେଲ ଗୋଟେ ସମ୍ପୂର୍ଣ୍ଣ ପୁସ୍ତକ ଅଟେ, ବାଇବେଲ ଐତିହାସିକ ପୁସ୍ତକ ଅଟେ। ଆଉ ଏହି ବାଇବେଲ ଆମକୁ ପ୍ରମାଣ ଦିଏ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କବରରେ ନାହାନ୍ତି, ସେ କବର ଫଟାଇ ସେ ଉଠି ଅଛନ୍ତି। ସେଥିପାଇଁ ସେ ଜୀବିତ ଅଟନ୍ତି, ସେଥିପାଇଁ ସେ ଜୀବିତ ଅଟନ୍ତି। ତାହାଙ୍କ ନାଁ ଆମର ଗୌରବ ହଉ। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯେଉଁ ପରମେଶ୍ୱରଙ୍କ ସେବା କରୁଛୁ ସେ ବାସ୍ତବ ଅଟନ୍ତି, ସେ ଜୀବିତ ଅଟନ୍ତି। ଆଉ ଆମେ ମାନେ ସୌଭାଗ୍ୟଶାଳୀ ଲୋକମାନେ ଅଟୁ ଯେ ଏହି ପ୍ରକାର ଜଣେ ପରମେଶ୍ୱରଙ୍କ ପଛରେ ଆମେ ଚାଲୁଛୁ। ଯେତେ ନିନ୍ଦା ଆସୁଛି, ଅପମାନ ଆସୁଛି, ଖ୍ରୀଷ୍ଟିଆନ ଲୋକମାନଙ୍କୁ ମାରି ଦିଆଯାଉଛି, ତଥାପି ଦିନକୁ ଦିନ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପଛରେ ଲୋକମାନେ ଚାଲୁଛନ୍ତି, ତାହାଙ୍କର ରାଜ୍ୟ ବିସ୍ତାର ହେଉଛି। ତାହାଙ୍କ ନାଁ ଆମର ଗୌରବ ହଉ। ଶେଷ କଥା କହି ମୁଁ ସମାପ୍ତ କରିବା ପାଇଁ ଚାହେଁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କାହିଁକି ସେ ଜୀବିତ ପରମେଶ୍ୱର ଅଟନ୍ତି। ଜହନ ଲିଖିତ ସୁସମାଚାର 14 ଅଧ୍ୟାୟ ତାର 6 ପଦରେ ଲେଖାଯାଏ, ଯୀଶୁ ତାଙ୍କୁ କହିଲେ, ମୁଁ ପଥ, ସତ୍ୟ ଓ ଜୀବନ, ମୋ ଦେଇ ନଗଲେ କେହି ପିତାଙ୍କ ନିକଟକୁ ଯାଏନି। ସେ କାହିଁକି ଜୀବିତ ଅଟନ୍ତି? କାରଣ ସେ ନିଜେ କହିଛନ୍ତି, ମୁଁ ହିଁ ଜୀବନ ଅଟେ, ମୁଁ ହିଁ ଜୀବିତ ଅଟେ। ଏହା ଏ ଦୁନିଆର କୌଣସି ଗୁରୁ, କୌଣସି ବାବା, କୌଣସି ଜ୍ଞାନୀ ପଣ୍ଡିତ କେହି ମଧ୍ୟ କହିନାହାନ୍ତି। ମୁଁ ମଧ୍ୟ ଜୀବନ ବୋଲି ଯୀଶୁ କହିଲେ ନାହିଁ, ମୁଁ ହିଁ ଜୀବନ ଅଟେ, ମୁଁ ହିଁ ପଥ ଅଟେ, ମୁଁ ହିଁ ସତ୍ୟ ଅଟେ। କାହିଁକି ଯୀଶୁ ଜୀବିତ ଅଟନ୍ତି? କାରଣ ସେ ନିଜେ କହିଲେ ଯେ ମୁଁ ଜୀବିତ ପରମେଶ୍ୱର ଅଟେ। ତାହାଙ୍କ ନାମର ଗୌରବ। ପ୍ରିୟ ଭାଇ ଭଉଣୀ ମାନେ, এই 5ଟି ବିଷୟ ଆମେ ଆହୁରି ନିଜର କରିବା, ଆହୁରି এই 5ଟି ବିଷୟ ଉପରେ ଆମେ ଠିଆ ହେବା, ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବା। এই 5ଟି ବିଷୟକୁ ଆମେ ମନ ମଧ୍ୟରେ ରଖୁ ରଖୁ ଆହୁରି ତାଙ୍କ ପଛରେ ଚାଲିବା। ପ୍ରଭୁ ଆମ୍ଭମାନଙ୍କୁ ଏହି ବାକ୍ୟ ଦ୍ୱାରା ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆମେନ୍।